ଭୁଶୁଡ଼ିଲା 6 ମହଲା କୋଠା, 7 ମୃତ। ଏପର୍ଯ୍ୟନ୍ତ ଚାଲିଛି ଉଦ୍ଧାର କାର୍ଯ୍ୟ। ସୁରଟରେ ଭୁଶୁଡ଼ି ପଡ଼ିଲା 6 ମହଲା କୋଠା, ଫଳରେ ଏଥିରେ ରହୁଥିବା 7 ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ 6 ଜଣଙ୍କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଏବେ ବି ଭଗ୍ନ କୋଠା ତଳେ କିଛି ଲୋକ ଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ଏନଡିଆରଏଫ୍ ଟିମ୍। ସେହିପରି ପ୍ରବଳ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ଦେବଘରରେ କୋଠା ଭୁଶୁଡ଼ି ପଡ଼ିଛି, ଫଳରେ ଏହା ଭିତରେ 10ରୁ ଅଧିକ ଲୋକ ଫସି ରହିଥିବା କୁହାଯାଉଛି। ସେପଟେ ପରିବାର ବର୍ଗ ଚିନ୍ତାରେ ଅଛନ୍ତି। ଏଠାରେ ମଧ୍ୟ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ବ୍ୟୁରୋ ରିପୋର୍ଟ, ଭଞ୍ଜତା ନ୍ୟୁଜ୍।